ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଳିତ ହେଲା ସପ୍ତମ ବାର୍ଷିକ ଦିବସ। କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଗ୍ରାମ ପଞ୍ଚାୟତରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବାର୍ଷିକ ଦିବସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ତହସିଲଦାର ଶ୍ରୀଯୁକ୍ତ ସୁଧାକର ରଇତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ସିଂ ଦେଓ, ପଞ୍ଚାୟତ ସମିତି କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ବଲବିନ୍ଦର ସିଂ ଯାଦବ, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ତପିମଣି ଜାନି, ପ୍ରଖ୍ୟାତ ଶିକ୍ଷାବିତ୍ ଡକ୍ଟର ଉମେଶ ଶତପଥୀ, ସାମାଜିକ କର୍ମୀ ଶ୍ରୀଯୁକ୍ତ ବିଭୁ ପ୍ରସାଦ ସାହୁ ଯୋଗ ଦେଇଥିଲେ। ଏହି ବାର୍ଷିକ ଦିବସ ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଦିବସ। ପୂର୍ବରୁ ଏହି ଦିବସ ମହାସମାରୋହରେ ପାଳିତ ହୋଇ ଆସୁଥିବା ବେଳେ ଏ ବର୍ଷ ମଧ୍ୟ ବିଦ୍ୟାଳୟର ଏହି ପବିତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଦିବସରେ ଛାତ୍ରଛାତ୍ରୀମାନଙ୍କ ପାଖରେ ଖୁବ୍ ଉତ୍ସାହ ଭରି ଯାଇଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ଏହା ଏକ ମୁଖ୍ୟ ପର୍ବ କୁହାଯାଉଥିବା ବେଳେ ଶୃଙ୍ଖଳାର ସହିତ ଏବଂ ଉଚ୍ଚକୋଟୀର କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। ଛାତ୍ରଛାତ୍ରୀମାନେ ଯେମିତି ଶୃଙ୍ଖଳାର ସହିତ ତାଙ୍କ ପ୍ରିୟ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରସ୍ତୁତ କରାଯାଇଥିଲା। ଆଦର୍ଶ ବିଦ୍ୟାଳୟ ଏକ ଶିକ୍ଷାଦାନ ମନ୍ଦିର, ଯେଉଁ ମନ୍ଦିରରୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ସମାଜରେ ନିଜର ପରିଚୟ ସୃଷ୍ଟି କରିଥାନ୍ତି। ପାଠ ଜୀବନର ମୂଳ ଲକ୍ଷ୍ୟ। ପାଠ ବିନା ଜୀବନ ଅନ୍ଧକାର ମଧ୍ୟରେ ଗତି କରୁଥିବା ଯୋଗୁଁ ପାଠ ଅନ୍ଧକାରରୁ ଆଲୋକକୁ ଆଣିପାରିଥାଏ। ସେହି ଭବିଷ୍ୟତର ଏକ ନୂଆ ଏବଂ ସୁଖ ଶାନ୍ତିର ଜୀବନ କାଟିବା ପାଇଁ ଛାତ୍ରଛାତ୍ରୀମାନେ ପାଠକୁ ଜୀବନଠାରୁ ଅଧିକ ଭଲ ପାଇ ପାଠ ପଢ଼ିଥାନ୍ତି। ପାଠପଢ଼ା ଭିତରେ ଅନେକ ଛାତ୍ରଛାତ୍ରୀ ନିଜର ଦକ୍ଷତା ବୃଦ୍ଧି କରିଥାନ୍ତି। ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ି ନିଜର ଦକ୍ଷତା ଦେଖାଇଥିବା ଟପର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା। ପାଠ ପଢ଼ିବାର ମନୋବଳକୁ ଅଧିକ ସୁଦୃଢ଼ କରିବା ପାଇଁ ଟପର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ବାର୍ଷିକ ଦିବସରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିବା ବେଳେ ନିମନ୍ତ୍ରିତ ଅତିଥିମାନେ ତାଙ୍କ ନିଜ ନିଜ ଅଭିଭାଷଣ ରଖିଥିଲେ। ଶିକ୍ଷାର ଅଗ୍ରଗତି ହିଁ ଏକ ସୁନ୍ଦର ସମାଜ ଗଠନ କରିବାରେ ସହଯୋଗ ଦେଇଥାଏ। ଶିକ୍ଷା ହେଉଛି ସମସ୍ତଙ୍କ ପାଇଁ ଆବଶ୍ୟକ ବୋଲି ଅତିଥିମାନେ ଅଭିଭାଷଣ ଦେବା ସହିତ ନିଜେ ପଢ଼ିବା ସହିତ ଅନ୍ୟକୁ ପଢ଼ିବାରେ ସାହାଯ୍ୟ କରିବା ଆବଶ୍ୟକ। ପାଠପଢ଼ାରେ ଉଚ୍ଚନୀଚ ଭେଦଭାବ ନ ରଖି ଏକତାର ଡୋରିରେ ବାନ୍ଧି ହୋଇ ପାଠ ପଢ଼ିବା ଦରକାର ବୋଲି ଅତିଥିମାନେ ସୂଚନା ଦେଇଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ବାର୍ଷିକ ଦିବସକୁ ଆନନ୍ଦ ଉଲ୍ଲାସରେ ଶେଷ କରାଯାଇଥିଲା। କଳାହାଣ୍ଡିରୁ ଲୟ ଭାଇଙ୍କ ରିପୋର୍ଟ, এবି ନ୍ୟୁଜ।